ତ ସାଙ୍ଗମାନେ ଦେଖିପାରୁଥିବ ପୁରା ସଫଳ ଖୁଆଇବ କହୁଛି। ଯଦି ନ ଖୁଆଇବ ନା ନେକ୍ସଟ ବ୍ଲଗରେ ତମକୁ କହିଦେବି। ତ ତାକୁ ଆଉ ଦିନେ ସପୋର୍ଟ କରିବ। ଜମା ସପୋର୍ଟ କରବନି। ଆଉ ବ୍ଲଗ ଭିଡିଓ ମାନେ ଛାଡ଼ିଲେ ବି ନା ତା ଭିଡିଓ ଦେଖିବନି। ନମସ୍କାର, ଜୟ ଜଗନ୍ନାଥ। ମୁଁ ଉପହାର ସଙ୍ଗୀତ 45। ତ ଆଉ ଗୋଟେ ଭଲ ଭିଡ଼ିଓରେ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି। ତ ଆପଣମାନେ ଭଲରେ ଥିବେ, ତ ମୁଁ ବି ବହୁତ ଭଲରେ ଅଛି। ତ ଫାଇନାଲ ସାଙ୍ଗ ଦେଖିପାରୁଥିବେ ଆମେ ଡ୍ୟୁଟି ଆଜି ଯାଇନି, ତ ରାତିରେ ଯିବା ବୋଲି। ତ ରାତିରେ ତ ବହୁତ ଜୋର ବର୍ଷା ହେଇଗଲା। ତ ବର୍ତ୍ତମାନ ଦେଖିପାରୁଥିବେ ଟାଇମ ହେଇଗଲାନି 12ଟା। ତ 12ଟାରେ ଉଠିଗଲୁ। ତାପରେ ବର୍ତ୍ତମାନ ଦେଖିପାରୁଥିବେ ପଛପଟେ ମୁଁ ଟିକେ ତରକାରୀ ବସେଇ ଦେଇଛି। ଆଉ କ'ଣ କହିବି, ବହୁତ ଲେଟ୍ରେ ମୁଁ ଡାଲି ପକାଇଲି କାହିଁକିନା ମୁଁ ଭୁଲି ଯାଇଥିଲି। ତ ଭିଡ଼ିଓ ବନାଉ ତ ଏବେ ଆଳୁ ଅଧା ସିଝି ଦେଇଛି। ଏବେ ବର୍ତ୍ତମାନ ଡାଲି ମୁଁ ପକାଇଲି। ତ ଆଉ ଗୋଟେ ତ ଯେଉଁଟାକି ଆମ ୟୁଟ୍ୟୁବ୍ ଚ୍ୟାନେଲରେ ମୋ ଲୋଗୋଟା ଥିଲା, ତ ସେଇଟା ମୁଁ ହଟାଇ ଦେଇଛି। ତାପରେ ମୋ ଫଟୋଟା ଲଗାଇ ଦେଇଛି। ତ ଆପଣମାନେ ଜାଣିଛନ୍ତି କି ନାହିଁ, ତ ମୁଁ ଏଇ ଭଲ ଭିଡ଼ିଓ ମାଧ୍ୟମରେ କହିଦେଲି। ଆଉ ସବୁ କ'ଣ କହିବି, ତ ଆମର ଏପଟେ ମାନେ ବହୁତ ଜୋର ବର୍ଷା ହେଉଛି, ମାନେ ଯେଉଁଟାକି ଆମେ ରାତିରେ ଆମର ତ ରାତିରେ ଡ୍ୟୁଟି ହେଉଛି ନା ଏବେ। ତ ଦିନ ବେଳେ ଆମର ସରିଯାଇଛି ଡ୍ୟୁଟି। ତ ରାତିରେ ଯିବା ବୋଲି ତ 2 ଦିନ ହେଇଗଲା ଛୁଟି ହେଇଯାଇଛି। ତ ସେଇଟା ତଳେ ଆଉ ଏମିତି ସବୁ ଦେଖିପାରୁଥିବେ, ମାନେ ବୋରିଂ ଲାଗିଯାଉଛି କାହିଁକିନା ଡ୍ୟୁଟି ଆମର ଛୁଟି ହେଇଯାଉଛି। ତ ସେଥିପାଇଁ ଟିକେ ବୋରିଂ ଲାଗିଯାଉଛି। ମାନେ 2 ଦିନ ଛୁଟି ହେଇଗଲା, ମାନେ ବହୁତ ଲସ୍ରେ ପଡ଼ିଗଲେ। ଆଉ ଜୀବନଟା ବି ମାନେ କେରାସିନ ହେଇଗଲା। ଆଉ ଇଆଡ଼େ ଦେଖିପାରୁଥିବେ ଅନିଲ ବର୍ତ୍ତମାନ ରସୁଣ ଛଡ଼ଉଛି। ଆଉ ମାନେ କି କହିବି, ମାନେ ଏତେ ଲେଟ୍ରେ ଆମେ ଉଠି ଯାଇଛି ସକାଳୁ ତରକାରୀ ପତ୍ର ରାନ୍ଧିକରି ଖାଇକରି ରେଡ଼ି ହେବା ବୋଲି। ତ ଆମେ ଟିକେ ଲେଟ୍ରେ କାଲି ମାନେ ଦିନ ବେଳେ ଶୋଇଥିଲେ ନା, ରାତି ଡ୍ୟୁଟି ଯିବା ବୋଲି। ତ ଏମିତି ସବୁ ଆଜିକାର ଦିନରେ ଭୋକରେ ରହିତେ ହେଲା। ଆଉ ଟିକେ ଭାଗ ଭାଇ ଟିକେ କହ ଭାଇ, କହ ଟିକେ କେମିତି ମାନେ ଡ୍ୟୁଟି ତ ଡ୍ୟୁଟି ଆଣିବୁ ତୁଇ ଯଦି ସକାଳ 12ଟାରେ ଶୋଇବୁ ତାହେଲେ ମତେ ତୁଇ ମରେଇ ଦେବୁ ଆଉ ଯାହା ଲାଗୁଛି। ତ ଆମେ ତ ଆଉ କି କରିବା, ରାତିରେ ତ ରାତି ଡ୍ୟୁଟି ଯିବା ବୋଲି ତ ଶୋଇ ନଥିଲେ। ଆଉ କ'ଣ କହିବା, ସକାଳ ସକାଳ ବହୁତ ନିଦ ମାଡ଼ିଲା ଆଉ ଶୋଇଗଲେ। ଯାହା ଟିକେ ସଲମାନ ଖାନ ବଡି ଥିଲା ଇଏ ଖତମ हो गया। ଆଉ ଦେଖିପାରୁଥିବେ ଏବେ ରାତିରେ ବର୍ଷା ତ ଦିନ ବେଳେ ଖରା ଦଉଛି, ଟେନସନ ଲାଗିଯାଉଛି। 2 ଦିନ ମାନେ ଛୁଟି ହେଇଗଲା ନା। ହଉ ଆମେ ଟିକେ ରୋଷେଇ ଟିକେ କରିଦେବା, ଖାଇଦେବା। ତାପରେ ଆଉ ଥରେ ବ୍ଲଗ ଭିଡ଼ିଓ ଷ୍ଟାର୍ଟ କରିବା। ଆପଣମାନେ ନିହାତି ଥାନ୍ତୁ ଆମର ବ୍ଲଗରେ। ତ କ'ଣ କରିବା, ଆଜି ଟିକେ କୁଆଡ଼େ ଯିବା ବୁଲିବାକୁ। ତ ସାଙ୍ଗମାନେ ଦେଖିପାରୁଥିବେ ପୁରା ଆମ ତରକାରୀ ପୁରା ହେଇଗଲାନି। ଆଉ ଭାଇ ଏପଟେ ପୁରା ବେଲା ପୁରା ଘଷା ଚାଲିଛି। ଆଉ ହେଇ ସାରିଲାନି, ପୁରା ଆରମ୍ଭ କରିଦେବା କାର୍ଯ୍ୟକ୍ରମ ଖାଇବାକୁ। ଭାଇ ହେଇଗଲା ତରକାରୀ? ହଁ ପୁରା ହେଇଯାଇଛି। ପ୍ରଥମେ ଟିକେ ସଫା ଟିକେ କରିଦେବା, ବେଲା ମାଜିଦେଲା। ତାପରେ ହେଇଗଲେ ଖାଇଦେବା। ହଉ ଦେଖିରେ ଆଜି କୁଆଡେ ପ୍ରୋଗ୍ରାମ ସେମିତି ଯିବା କି ବୁଲିବାକୁ? ଯିବା 4ଟା ବେଳକୁ ଯିବା। ହଉ 4ଟା ବେଳକୁ ଯିବା ତ? ସଫଲ ଖୁଆଇବୁ ନା? ତ ସାଙ୍ଗମାନେ ଦେଖିପାରୁଥିବ ପୁରା ସଫଲ ଖୁଆଇବ କହୁଛି। ଯଦି ନ ଖୁଆଇବ ନା ନେକ୍ସଟ ବ୍ଲଗରେ ତମକୁ କହିଦେବି। ତ ତାକୁ ଆଉ ଦିନେ ସପୋର୍ଟ କରିବ। ଜମା ସପୋର୍ଟ କରବନି। ଆଉ ବ୍ଲଗ ଭିଡିଓ ମାନେ ଛାଡ଼ିଲେ ବି ନା ତା ଭିଡିଓ ଦେଖିବନି। ଯଦି ମତେ ଦେଇଦେଲା ନା ତ ବହୁତ ମାତ୍ରାରେ ପୁରା ତାକୁ ଟିକେ ସପୋର୍ଟ କର। ଆଉ ଯେମିତି ଆଗକୁ ଟିକେ ସିଏ ବି ମାନେ ଭିଡିଓ ଯେମିତି କରିବାକୁ ଯେମିତି ତାକୁ କିଛି ଦିକ୍କତ ଯେମିତି ହବନି ଯେମିତି। ତ ଟିକେ ହିନ୍ଦୀ ମିଶେଇ ଦଉଛି, ମାନେ ଏଠି ଆମର ଏଇ ରୁମ୍ ପାଖରେ ଟିକେ ହିନ୍ଦୀ ଲୋକ କଥା ହଉଛନ୍ତି ତ। ଭଲ ସେ ଜାଣିନି ହିନ୍ଦୀ। I am the Englishman. I am telling to Kunjum English. ମାନେ ଇଏ ଇଂଲିଶ କହିକି ମାନେ ତାମିଲନାଡୁ ବି ଚାଲି ଯାଉଛି ହେଲା। ସିଏ ଟିକେ ତାମିଲ କଥା ଟିକେ ଶିଖିଛି ନା, ତାକୁ ବହୁତ ରାତିରେ ଏମିତି ଖୁସି ହୁଏ ମାନେ ଭିଡିଓ ଏକା ସେମିତି ତାମିଲ ଭିଡିଓ ଟିକେ ଦେଖି ବୋଲେ। ଆଉ
ଆଉ ସାଙ୍ଗମାନେ କହିଦଉଛି ଆଉ ପିଲାଟାକୁ ଟିକେ ବହୁତ ମାତ୍ରାରେ ସପୋର୍ଟ କର ଟିକେ। ମାନେ ଇଂଲିଶ ଟିକେ ମୁଁ ବେଶୀ ଦେଖେ ଇଂଲିଶ ଫିଲ୍ମ ଜାଣିପାରୁଛନ୍ତି ତ ମୋ ଦୁଃଖ। ଇଂଲିଶ ଫିଲ୍ମ ମାନେ ପୁରା ରାତିରେ ପୁରା ଫୁଲ ଭୋପାଲ 2 ଜଣ ଦେଖେ କମଳ ଗୁଡେଇକି। ସାଙ୍ଗମାନେ ମୁଁ ସେମିତି ପିଲା ନାହିଁ, ମୁଁ ବହୁତ ଧୀର ସନ୍ଧ ପିଲା। ମୋର ତ ମୋବାଇଲ ହିଁ ନାହିଁ, ଆଉ ମୁଁ କୋଉଠି ଦେଖିବି। ଏଇ ତାର ମୋବାଇଲ କେତେବେଳେ ସକାଳେ ଟିକେ ଦିଏ, ଆଉ ସନ୍ଧ୍ୟାବେଳେ ସେଇ 4ଟା ବେଳକୁ ଟିକେ 5ଟା ପର୍ଯ୍ୟନ୍ତ ଦିଏ। ମୁଁ ଖାଲି ଇନଷ୍ଟାଗ୍ରାମ ସେତିକି ଚଲେଇଯାଏ, ଆଉ ଦେଇକି ତାକୁ ଆଉ ଥରେ ସିଏ ନେଇଯାଏ। ତାର ଦେଖୁ ରାତି ସାରା କିସ ଦେଖେ ଯେ ତାର ଭଗବାନ ସିଏ ତାକୁ ଜଣା। ଏତାର ବି ଇନଷ୍ଟାଗ୍ରାମ ଅଛି, ଏତାର ମାନେ ମିଲିୟନ ଉପରକୁ ଭିଉ ଯାଉଛି। ଆପଣ ମାନଙ୍କୁ ଏଇ ଭିଡିଓରେ ମେନସନ କରିଦେବି ତା ଇନଷ୍ଟାଗ୍ରାମ ଆଇଡି ଟା, ତ ସେଟା ଆପଣ ମାନେ ତାକୁ ବି ସପୋର୍ଟ କରିପାରିବ। ମାନେ ଇନଷ୍ଟାଗ୍ରାମରେ ବି ପଇସା, ଏପଟେ ସିଏ କାମ କରୁଛି ସେଟା ବି ପଇସା, ମାନେ ପଇସା ହିଁ ପଇସା, ମାନେ ଏତେ ପଇସା କରୁଛି ମାନେ ଦିନେ ବି କାନ୍ତର ସପୋର୍ଟ ବି ଖୁଉନି, ଏତେ ମାନେ କଞ୍ଜୁସ ହେଇଯାଇଛି, ଚାମଚୁଟିଆ ହେଇଯାଇଛି। ପୁଞ୍ଜୁସ ମାନେ ବହୁତ ମାତ୍ରାରେ ପୁଞ୍ଜୁସ ହଉଛି। ତ ଦେଖିପାରୁଥିବେ ତ ଆମକୁ ଝିଅ ଗୋଟେ ମାନେ ପଟୁ ବି ନାହିଁ, ତ ପଇସା ରଖି କରି ବହୁତ ଟେନସନ ଲାଗୁଛି। ତ ଆଉ କିସ କରିବାକୁ ଦେଖିବା, କାଳେ ଯଦି ଗୋଟେ କାନ୍ତର ମିଳିବ ଆଉ। ତ ସାଙ୍ଗମାନେ ପୁରା ଦେଖିପାରୁଥିବେ ରୋଷେଇ ପୁରା ସରିଲା। ତ ଭାତ ବାଢି ଆଣିଛି, ଆଉ ତରକାରୀ, ଆଉ ପୁରା ଖାଇତେ ପିଲା ପୁରା ଲାଗି ଯାଇଛି। ଆଉ ଦେଖିପାରୁଥିବେ କାକୁଡି ଆଉ ଲେମ୍ବୁ ପୁରା ଆଇଟମ ହେଇଯାଇଛି। ଏବେ ଟିକେ ମାନେ ଟାଇମ ହେଇଗଲା, ଆମେ ପ୍ରାୟ 12ଟା ବେଳେ ରୋଷେଇ କରୁଥିଲେ, ବର୍ତ୍ତମାନ 1 ହେଇଗଲା। ମାନେ ବହୁତ ମାତ୍ରାରେ ପ୍ରବଳ ଭୋକ ଲାଗୁଛି, ତ ଆମେ ଆଗେ ଟିକେ ପେଟକୁ ଶାନ୍ତି କରିଦେବା, ତାପରେ ମାନେ ଗାଧେଇନି ତ କଣ କରିବା, ଗାଧୁଆ ଆମେ ଖାଇଦଉଛି ଆଗରେ, ତ ଆମେ ଖାଇକରି ଟିକେ ପେଟଟା ଶାନ୍ତି କରିଦେବା, ତାପରେ ଗାଧେଇବା। ଗାଧେଇ କରି ଦେଖିବା 4ଟା ବେଳେ ନା ବୁଲିବାକୁ ଯିବା ଆଉ, ନା କିସ କହୁଛୁ? ଆଉ ଏଇଟା ଦେଖିପାରିଲେ କାକୁଡି, ଭାତ ଆଉ କାକୁଡି, ଆଉ ଏଇଟା ହଉଛି ଲେମ୍ବୁ। ତ ସାଙ୍ଗଟା କହିଲା ତ କାକୁଡି ଆଉ ଭାତ ସେଇ ସବୁ ଖାଉଛି। ଆଉ ଦେଖିପାରୁଥିବେ ଏଟା ପୁରା କାକୁଡି। ଆପଣ ମାନେ ତ କେବେ ଖାଇ ନଥିବେ ନା କି ଭାତ ସାଙ୍ଗେ ଖାଇଥିବେ, ତ ଖାଇଥିବେ ଯଦି କମେଣ୍ଟ ବକ୍ସରେ ନାଇଁ, ସେ ବଡ ହେଇକି ବକ୍ସଟା ନା ସେଇଟା ଟିକେ ଜଣେଇଦେବେ, କାହିଁକିନା ଆମେ ବି ଟିକେ ଜାଣିବୁ ତମେ କାକୁଡି ସାଙ୍ଗେ ଖାଉଛ ବୋଲି। ଆଉ ତ ସାଙ୍ଗମାନେ ପୁରା ଦେଖିପାରୁଥିବେ ତରକାରୀ ଆଉ ପୁରା ଢାଳିଦେଲି। ହଁ ସର ଏଇଟା ହଉଛି ଲଙ୍କା। ତ ଆପଣ ମାନେ କେବେ ଖାଇ ନଥିବେ, ଖାଇଥିବେ କି? ନାଇଁ, ବିଲକୁଲ ନାଇଁ, ବିଲକୁଲ ଖାଇଦେବେନି ଆପଣ। ତ ପୁଅ ପିଲାର ରୋଷେଇ ତ ଜାଣିଥିବେ, ଯାହା ପାଣି ହେଲେ ବି ଆମେ ଖାଇଦିଏ। ତ କିଛି ଦେଇନି, ଖାଲି ଲୁଣ ଆଉ ପିଆଜ ପକେଇଛି, ରସୁଣ ଟିକେ ଦେଇଦେଇଛି, ଆଉ ପାଣି 1 ବେଲା ଢାଳି ଦେଇଛି। କେମିତି ମିଠା ଲାଗୁଛି ଦେଖିବା। ତ ମୋ ଭଲ ଭିଡିଓ করে তো দেখি ସେ ପକେଇ ଦେଲା ତୋड़ ମୋଟେ ପଡିଯାଇଛି ଗୋଟେ। ଆଗେ ଖାଇବାଟା ନ ହଉ ପଛେ, କିନ୍ତୁ ଭଲ ଭିଡିଓଟା ଆଗରେ ହଉ ହେବା ଦରକାର। ବ୍ଲଗ ଭିଡିଓ ଟା ମାନେ ଆଗରେ ଆମକୁ ଯାହାହେଲେ ବି କରିବାକୁ ପଡିବ। କହ କିଛି ଖାଇବ କି? ଆସ। ସେମାନେ ଖାଇଛନ୍ତି ସକାଳୁ, ଆମ 1 ବେଳେ ଖାଉଛ ନା, ଆଉ ସେମାନେ ଖାଇବେନି ଏବେ। ମାନେ ଆମେ ସକାଳ ଭାତ 2 ପ୍ରହର ବେଳେ ହିଁ ଖାଏ, କିନେ କୁହ ନା। ତ ଚାଉଳ ରେଟ ତ ଏପଟେ ଜାଣିଥିବେ ବହୁତ, 40 ଟଙ୍କା କିଲୋ 1 କିଲୋ। ସେଥିପାଇଁ ସକାଳେ ଆମେ କିଛି ମାନେ ଉଦା କନା ଦେଇକି ପେଟରେ ଆମେ ଶୋଇଥାଏ, ମାନେ ଆଉ ସକାଳେ ଆମେ ଖାଏନି। ଏଇ ଏକାଥରେ 2 ପ୍ରହର ବେଳେ ଖାଇଦିଏ, ଆଉ 2 ପ୍ରହର କୋଉଟା ଭାତ ଖିଆ ହୁଏ ସେଟା ରାତିରେ ଖାଇଦିଏ। ଅଧା କଲା ଦେଇକି ଶୋଇଥିବା। ସେମିତି ତ ଅଦା କନା ଦେଇକି ଶୋଇଯାଇଥାଏ ଆଉ। ସାଙ୍ଗମାନେ ଭିଡିଓ ଉପରେ କଣ୍ଟିନ୍ୟୁ ରହିଥାନ୍ତୁ। ତ ମୁଁ ଖାଇ ସାରିଲେ ଆଉ ଗୋଟେ ବ୍ଲଗ କରିବା। ଯଦି